ବି ରେପ୍ ହେଇଥିଲା। କେବେ କେବେ ରେପକେଷ୍ଟ ବୁଝୁଛି ଯେ କେବେ ସେ ପ୍ରଧାନ ବୋଲି ମ୍ୟାଥ୍ ଟିଚର ତାର +2 ସେ ପଢୁଥିଲା। ପ୍ରଧାନ ବୋଲି ମ୍ୟାଥ୍ ଟିଚରଙ୍କ ନାଁରେ ରେପକେସ୍ ଦେଇଥିଲା, ଯୋଉଟାକି ମୋନା ମଲ୍ଲିକ ସପୋର୍ଟ କରିଥିଲା ମ୍ୟାଥ୍ ଟିଚରକୁ, କିନ୍ତୁ ପଇସା ପାଇବ ବୋଲି ମନା କଲେ। ଯେତେବେଳେ ମୋତେ ଡିସେମ୍ବର 2ରେ ସିଏ ବାହାଘର ହେଇଛି କିନ୍ତୁ ଆପଣ ତାକୁ ଖଣ୍ଡନ କରୁଛନ୍ତି ପ୍ରକୃତିର କାରଣ ମ୍ୟାଡ଼ାମ ଗୋଟେ କଥା କଣ କାରଣ କଣ ହେଲା ଯୋଉ ରାତିରେ ସମସ୍ତେ ଆସନ୍ତି କହିବାକୁ ସେ ଭାଇମାନଙ୍କୁ ପଚରାଇଛି। ସେ କହିଲେ କି ଆମେ ତ ରହିବୁନି ଯେବେଠୁ ଆମେ ଦେଖିନୁ କାହାକୁ କେମିତି ବନ୍ଦ ଏନି ଯାହାବି ସେମାନେ କହିଲେ ସବୁ ସହଯୋଗ ଝିଅଟିକୁ ଆପଣ ମାନେ ଫାଷ୍ଟ କରିବା କଥା। ତୁ 17 ବର୍ଷରେ ଯଦି ପ୍ରେଗନେଣ୍ଟ ଛୁଆ ଜନ୍ମ କରୁଛୁ ତ ଘରେ କେମିତି ଯଦି ପୁଅଟାର ମା ଖରାପ, ପୁଅଟାର ମା ଯଦି ଏତେ ଗନ୍ଦା କ୍ୟାରେକ୍ଟର, ତୁ ସେଠି ଏଣ୍ଟରଟେନ୍ କେମିତି ହେଇକି ସେ ପୁଅକୁ କରୁଛୁ? ପୁଅ ବି ତ କ୍ୟାରେକ୍ଟର ଖରାପ ହେଇଥିବ। ଆପଣଙ୍କ ମା ଯଦି ଖରାପ ଆପଣ ଭଲ କେମିତି ହେଇବେ? ମାକୁ ସଂସ୍କାର ମାଟେ ଯଦି ମା ଏତେ ଖରାପ ଆପଣଙ୍କ କଥା ଅନୁସାରେ ଆପଣଙ୍କ ଆପଣଙ୍କ ପୁଅକୁ କାକୁରି ହେଇଛି ଯଦି ଆପଣ ଭଲ ଆପଣଙ୍କ ପୁଅ ତାର କେମିତି ଖରାପ ହେଲା ଆପଣଙ୍କ କଥା ଅନୁସାରେ ପୁଅ ଖରାପ ହେଇନି, ପୁଅକୁ ସେମାନେ ଡ୍ରଗ୍ସ ଦେଇକି ଜବରଦସ୍ତି ରଖୁଛନ୍ତି। ପୁଅର